ରାଧେ ରାଧେ ସାଙ୍ଗ ମାନେ କେମିତି ୱେଲକମ୍ କରୁଛି ଜଗିଂ ଡାଏରୀକୁ। ଏଇଟା ହଉଛି 5 ଗ୍ରାମ ଫ୍ରିଜ୍। ଏଇଟା ଦେଖିପାରୁଥିବେ ଏଠି ବନ୍ୟା ପାଣି କେମିତି ଘେରିକି ରଖିଛି ଟୋଟାଲ ଚାଷ ଜମିକୁ। ଏମିତି ପାଣି ନଥିଲା ପୂର୍ବ ଥରକ, କିନ୍ତୁ ଏଥର ବହୁତ ହେଇଛି ବନ୍ୟା। ଆମେ ବାହାରିଲୁ ଲବଣଗିରି ଜଗା ଦର୍ଶନ ଲାଗି, କିନ୍ତୁ ଅଧା ବାଟରେ ଆମକୁ ଅଟକି ରଖିଲେ ବନ୍ୟା ପାଣି। G4 ଗଙ୍ଗନାଳ ନୁହଁ ତ, G4 ଗ୍ୟାରେଜ। ଏଠି ସମସ୍ତେ ଆସି ଗାଡ଼ି ଧୁଆଧୁଇ କରୁଛନ୍ତି। ଗଙ୍ଗା ଭିତରେ ଗୋଟେ ଘର ଦେଖିଲୁ, ମନ୍ଦିର ଘରଟିଏ, ଆଉ ବହୁତ ପାଣି ହେଇଛି। ଜଗା ଦର୍ଶନ ତ ଅଧୁରା ରହିଗଲା, ମନ ବହୁତ ଖରାପ ଲାଗିଲା। ସେଥିପାଇଁ ଆମେ ପଳେଇ ଆସିଲୁ ଧଉଳି ପାଦଦେଶ ଇଟିପୁର ବ୍ରିଜ ପାଖକୁ। ମୁଁ ବ୍ୟାକ୍ କ୍ୟାମେରା କରି ଦେଖଉଛି ଧଉଳିର ନେଚର ଭିଉ। ତାପରେ ଆଉ କିଛି ଏମିତି ଜିନିଷ ଦେଖିଲୁ ଯାହାକି ଆପଣ ଦେଖିଲେ ବି ଆଶ୍ଚର୍ଯ୍ୟ ହେବେ। ଦେଖନ୍ତୁ।